सुप्रभातम। आजिर ई मंगल प्रभात रे उपस्थित थिबा समस्त दिव्य जीवनकांक्षी भाई भौणी मानंकु मोर सश्रद्ध नमस्कार। आमे तैत्रीय उपनिषद अध्ययन करुछु। ए तैत्रीय उपनिषदर भृगुवल्ली अध्ययन आलोचना करुछु। आमे आजी भृगुवल्लीर चतुर्थ अनुवाक मंत्र अध्ययन आलोचना करिबा। ए आलोचना करिबा पूर्वरु आमे सर्वप्रथमे आदि बीज मंत्र नाद ब्रह्मं को आह्वान करिबा, तांको त्रिवार उच्चारण करिबा ओंकार ध्वनि को। हे परमोच्च प्रभु चिरंतन सत्य, हमें केवल तुमरी आज्ञा भय उठू। ओ सत्यर विधान को आश्रय करी जीवन धारण करू। सुप्रीम लॉर्ड, इटर्नल ट्रूथ, let us obey thee alone and live according to truth. आमे तैत्रीय उपनिषदर अंतिम अनुवाक भृगुवल्ली अध्ययन करुछु। गुरु वैश्वपायन तांको शिष्य यज्ञवल्क्य को जीवनर आधार, जीवनर लक्ष्य परमेश्वरंकर एक निवर्तन एवं जीवर विवर्तन, पृथ्वीर विवर्तन संपर्क रे सविशेष आलोचना करुछंती। भृगुंक जीवन कहानी को एठी अवतारण करिछंती। भृगुंक जीवन कहानी को अवतारणा करी शिष्यंक आगरे एक उदाहरण भाव में उपस्थापन करुछंती। ऋषि वरुणंक पुत्र भृगु ए भृगुंक जीवन भीतर को अनेक दिन पर एक सचेतनता पशि आछि। मन भितरे एक जिज्ञासार तरंग उत्तोलित होई मन को व्यस्त करि पकाइछि। तांकर भृगुंकर जागृत चेतना तांकु नेई पिता वरुणंक पाखकु जीवाकु से आगभर हेइछंती एवं अति श्रद्धाशील भाव रे एक ग्रहणशील मन नहीं ग्रहणशील आधार धरी से अति श्रद्धाशील भाव रे पितांकु गुरु रूपे वरण करिछंती एवं कहउछंती, हे भगवान मते ब्रह्मंक विषय रे किछि कहंतु। अधि
ଭଗବୋ ବ୍ରହ୍ମେତି। ପିତା ପୁତ୍ରର ହଠାତ୍ ଏପରି ଏକ ପରିବର୍ତ୍ତନ ଜିଜ୍ଞାସାର ଆଲୋକକୁ ଦେଖି ସେ ଅତି ପୁଲକିତ ହେଇଛନ୍ତି ଏବଂ ପୁତ୍ରର ଆଧାରକୁ ଦେଖୁଛନ୍ତି ଯେ ପୁତ୍ର ଆଜି ହିଁ ପ୍ରସ୍ତୁତ ହେଇଛି ଏବଂ ପୁତ୍ରର ସ୍ଥିତି ଅନୁସାରେ ଏବଂ ଉତ୍ତର ଦେଉଛନ୍ତି ବ୍ରହ୍ମଙ୍କ ସମ୍ପର୍କରେ। ଯେ ସେ କହୁଛନ୍ତି ବ୍ରହ୍ମ କ'ଣ? ବ୍ରହ୍ମର ଏକ ସୁନ୍ଦର ସଂଜ୍ଞା ସେ ଦେଉଛନ୍ତି। ବ୍ରହ୍ମର ବହୁ ସଂଜ୍ଞା ଥାଇପାରେ, କିନ୍ତୁ ପୁତ୍ରର ଅବସ୍ଥା ପ୍ରାରମ୍ଭିକ ଅବସ୍ଥା ଅନୁସାରେ ସେ ଉତ୍ତରଟି ସେହି ପ୍ରକାର ହେଉଛି। ସେ କହୁଛନ୍ତି ଯେ ତୁମେ ଯେଉଁ ଉପାଦାନ ଦ୍ୱାରା ଏହି ଶରୀରକୁ ପ୍ରାପ୍ତ କରିଛ ସେ ଅନ୍ନ ହିଁ ବ୍ରହ୍ମ। ଯେଉଁ ଉପାଦାନ ଦ୍ୱାରା ଏହି ଶରୀର ଦୀର୍ଘଜୀବୀ ହୋଇ ରହିଛି, ତୁମ ଶରୀରକୁ ଯେ ଜୀବନ୍ତ କରି ବଞ୍ଚେଇ ରଖିଛି, ଏହି ଜୀବନୀ ଶକ୍ତିର ଯେ ଉତ୍ସ ସେହି ପ୍ରାଣ ହେଉଛନ୍ତି ବ୍ରହ୍ମ। ସେ ପ୍ରାଣ ହିଁ ତ ଜୀବନକୁ ନିୟନ୍ତ୍ରଣ କରୁଛି ଏବଂ ଏ ପ୍ରାଣକୁ ଯିଏ ନିୟନ୍ତ୍ରଣ କରୁଛି, ପ୍ରାଣକୁ ଗତିଶୀଳ କରାଉଛି, ପ୍ରାଣକୁ ନୂତନ କିଛି ଉତ୍ପାଦନରେ ଲଗାଉଛି, ବିବେକବନ୍ତ କରିଛି, ସେହି ମନ ହିଁ ତ ସେହି ବ୍ରହ୍ମ। ଏହା ସହିତ ଯାହାଦ୍ୱାରା ତୁମେ ଦେଖୁଛ ଦର୍ଶନେନ୍ଦ୍ରିୟ ଚକ୍ଷୁ, ଶ୍ରବଣେନ୍ଦ୍ରିୟ କର୍ଣ୍ଣ, ଯାହାଦ୍ୱାରା ତୁମେ ବାକ୍ ବାଣୀରେ କଥା କହୁଛ, ସେ ବାକ୍ ଇନ୍ଦ୍ରିୟ ମଧ୍ୟ ବ୍ରହ୍ମ। ଏ ସବୁ ବ୍ରହ୍ମ, କିନ୍ତୁ ଦେଖିବାକୁ ଗଲେ ଯେ ଜୀବନର ଯେଉଁ ପ୍ରତ୍ୟକ୍ଷ ଯେଉଁ ଜ୍ଞାନ, ସେଇଟା ହେଲା ଯେ ଜୀବନ ଯେଉଁଠୁ ଉତ୍ପନ୍ନ ହୋଇଛି, ଜୀବନର ଯେଉଁଠୁ ଉତ୍ସ ଏବଂ ଜୀବନ ଯାହାଦ୍ୱାରା ପରିଚାଳିତ ହେଉଛି ଏବଂ ଜୀବନର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ୍ ଜୀବନ ଧାରଣ କରି ସାରିଲା ପରେ ମଣିଷ ମୃତ୍ୟୁ ପରେ ଯାହାଙ୍କ ସହିତ ଲୀନ ହୋଇଯାଉଛି ସେ ହେଉଛନ୍ତି ବ୍ରହ୍ମ। ଏହି ପ୍ରକାରାନ୍ତରରେ ଗୁରୁ କହୁଛନ୍ତି ଯେ ତୁମର ଜୀବନର ଯେଉଁ ଉତ୍ସ ଏବଂ ଯାହାଙ୍କ ଦ୍ୱାରା ଜୀବନ ଯେଉଁଠୁ ଜୀବନଟି ଆସିଛି, ଯିଏ ଜୀବନ ଭିତରେ ଥାଇ ଜୀବନକୁ ପରିଚାଳିତ କରୁଛନ୍ତି, ଧାରଣ କରିଛନ୍ତି, ପୋଷଣ କରୁଛନ୍ତି ଏବଂ ମୃତ୍ୟୁ ପରେ ଏ ଶରୀରକୁ ଛାଡ଼ି ଚାଲିଗଲା ପରେ ଯିଏ ଜୀବନ ଭିତରେ ଥିଲା ସେ ଯାହାଙ୍କ ସହିତ ଲୀନ ହୋଇଯାଉଛି ସେ ହେଉଛନ୍ତି ବ୍ରହ୍ମ। ଯେମିତି ଗୀତାରେ ବର୍ଣ୍ଣନା ଅଛି ଯେ ଏସବୁ କିଛି ଜଣେ ଦିନେ ଅବ୍ୟକ୍ତ ଥିଲା, ହଠାତ୍ ଥରେ ବ୍ୟକ୍ତ ହେଲା, ପୁଣି ସେ ଅବ୍ୟକ୍ତ ଭିତରକୁ ଚାଲିଗଲା। ଜନ୍ମ ପୂର୍ବରୁ ଏ ଜୀବନଟି ଅବ୍ୟକ୍ତ ଥିଲା, ତାର ସ୍ଥିତି କେଉଁଠି ଥିଲା କିଏ ବା କହିପାରିବ? ଜନ୍ମ ପରେ ଏ 70 ବର୍ଷ କି 80 ବର୍ଷ କି 90 ବର୍ଷ କି 60 ବର୍ଷ କି 30 ବର୍ଷ ଗୋଟେ ଶରୀର ଧାରଣ କରିକି ଏଠି ଖେଳୁଛି, ବୁଲୁଛି, କିଛି କ୍ରିୟା କରୁଛି। ଏଇଟା ଯେ ବ୍ୟକ୍ତମୟ ଜଗତ ତାର ଅବସ୍ଥା। ତାପରେ ପୁଣି ମୃତ୍ୟୁ ପରେ ପୁଣି ସେ ଅବ୍ୟକ୍ତ ଭିତରକୁ ଚାଲିଗଲା। ଅବ୍ୟକ୍ତ ହିଁ ତା ପାଇଁ ଏକ ଚିରନ୍ତନ, ବ୍ୟକ୍ତ ଏକ ମଧ୍ୟବର୍ତ୍ତୀକାଳୀନ ଅବସ୍ଥା। ଏ ବ୍ୟକ୍ତ ଓ ଅବ୍ୟକ୍ତ ଏ ସବୁ କିଛି ବ୍ରହ୍ମ। ଅବ୍ୟକ୍ତା ଦୀନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ ଅବ୍ୟକ୍ତା ନିଧନାନ୍ୟେବ ତତ୍ର ଏକା ପରିବେଦନା। ସୁନ୍ଦର ଭାବରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଗୀତାରେ।
ଏବଂ ପ୍ରକାରାନ୍ତରରେ ସେହି ଅବ୍ୟକ୍ତ ଶାଶ୍ୱତଙ୍ଗ ବ୍ରହ୍ମଙ୍କ କଥା ସେ କହୁଛନ୍ତି। ବରୁଣ ଏଠି ସୂଚନା ମଧ୍ୟ ଦେଉଛନ୍ତି। ଦୁଇଟା କଥା ଏଠି କହିଲେ ଯେ ତୁମର ମନ ଏ ଖାଦ୍ୟ ଅନ୍ନମୟ ବ୍ରହ୍ମ, ପ୍ରାଣ, ମନ, ଚକ୍ଷୁ, ସ୍ତୋତ୍ର, ବାକ୍, କର୍ଣ୍ଣ ଏସବୁ କିଛି ବ୍ରହ୍ମ। ଏହା ସହିତ ଏ ଜୀବନର ଯେଉଁ ଉତ୍ପତ୍ତିର ଯେଉଁ ଉତ୍ସ ଏବଂ ଜୀବନ ଧାରଣର ଯିଏ ମୂଳ ଏବଂ ଜୀବନର ଅନ୍ତିମ ସମୟରେ ଯେଉଁଠି ଆମେ ଲୀନ ହୋଇଯାଉଛେ ଏସବୁ ବ୍ରହ୍ମ। ଅର୍ଥାତ୍ ବରୁଣ ପ୍ରକାରାନ୍ତରେ ସୂଚନା ଦେଉଛନ୍ତି ଯେ ଅବ୍ୟକ୍ତ ହିଁ ବ୍ରହ୍ମ। ଅବ୍ୟକ୍ତ ଜୀବନର ଆରମ୍ଭ ଏବଂ ଅବ୍ୟକ୍ତ ଭିତରେ ଜୀବନର ଲୀନ ଏବଂ ଅବ୍ୟକ୍ତ ହିଁ ଆଦି କାରଣ, ସେ ହେଉଛନ୍ତି ବ୍ରହ୍ମ। ଏ ସୂଚନାକୁ, ଏହି ପ୍ରକାର ସୂଚନାକୁ ଅତି ଅନ୍ତରର ସହିତ ବୁଝିପାରୁଛନ୍ତି ପୁତ୍ର ଭୃଗୁ ଏବଂ ସେ ସିଧା ମନକୁ ନୀରବ କରି ପକାଉଛନ୍ତି ଏବଂ ଅତି ଗଭୀର ଧ୍ୟାନ ଭିତରକୁ ପଳାଇ ଯାଉଛନ୍ତି। ଏହି କଥାକୁ ଶୁଣିକି ତପସ୍ୟାରେ ମଗ୍ନ ହୋଇଯାଇଛନ୍ତି। ବାପା ଯାଉ ବ୍ରହ୍ମଙ୍କ ବିଷୟରେ କହୁଛନ୍ତି, ତାକୁ ଗୋଟେ ଅନୁଭୂତି ଭିତରକୁ ସେ ଆଣୁଛନ୍ତି। ସେଥିପାଇଁ ମନକୁ ନୀରବ କରି ତପସ୍ୟା, ଘୋର ତପସ୍ୟା ଭିତରକୁ ଚାଲି ଯାଉଛନ୍ତି। ଏବଂ ମନ ଯେତେବେଳେ ନୀରବ ହୋଇଯାଉଛି, ବୁଦ୍ଧିବୃତ୍ତି ଯେତେବେଳେ ଶୁଦ୍ଧତମ ଅବସ୍ଥାକୁ ଚାଲି ଯାଉଛି, ମନର ସମସ୍ତ କୋଳାହଳ ନିରବି ଯାଇଛି, ସେତେବେଳେ ମନ ଭିତରକୁ ଏକ ଜ୍ଞାନର ଉର୍ଜା ପ୍ରବେଶ କରିଛି ଏବଂ ଜ୍ଞାନର ଶତଦଳ ପାଖୁଡ଼ା ଭିତରୁ ଗୋଟିଏ ଗୋଟିଏ ପାଖୁଡ଼ା ମୁକୁଳିବାକୁ ଆରମ୍ଭ କରିଛି। ଏବଂ ସେତେବେଳେ ଭୃଗୁ ଦେଖୁଛନ୍ତି ଯେ ଅନ୍ନମୟ ପୁରୁଷଙ୍କୁ, ଏହି ଅନ୍ନମୟ ପୁରୁଷ ତାଙ୍କ ହାତରେ ଧରା ଦେଇଛନ୍ତି ଏବଂ ଦେଖୁଛନ୍ତି ସେ ହିଁ ତ ଶରୀରର କାରଣ। ଏବଂ ସେତେବେଳେ ପ୍ରତ୍ୟକ୍ଷ ଯେତେବେଳେ ଅନୁଭବ ହେଉଛି, ବାପା ଯେଉଁ କହୁଥିଲେ ଅନ୍ନ ବ୍ରହ୍ମ, ସେହି କଥାଟାକୁ ସେ ପ୍ରତ୍ୟକ୍ଷ କରୁଛନ୍ତି ପ୍ରଥମ ଏବଂ କହୁଛନ୍ତି ଭୃଗୁ ଯେତେବେଳେ ଯେ ଅନୁଭୂତି ଅନୁଭୂତି ପାଇଛନ୍ତି, ସେତେବେଳେ ସେ ତାଙ୍କ ମୁହଁରୁ ଉଚ୍ଚାରିତ ହେଇଛି ଅନ୍ନଂ ବ୍ରହ୍ମେତି ବେଜାନାତ୍। ଅନ୍ନ ହିଁ ତ ବ୍ରହ୍ମ ଏବଂ ଅନ୍ନରେ ସମସ୍ତେ ଲୀନ ହୋଇଯାଆନ୍ତି, ସବୁକିଛି ଅନ୍ନମୟ। ଆଉ ଅନ୍ନର ସମସ୍ତେ ଜାତ ହୋଇଛନ୍ତି ଏବଂ ଅନ୍ନ ଭିତରେ ସମସ୍ତେ ପ୍ରବେଶ କରିଯାଉଛନ୍ତି। କିନ୍ତୁ ତଥାପି ଭୃଗୁଙ୍କ ପାଇଁ ଏହି ଉତ୍ତର ଯଥେଷ୍ଟ ନୁହେଁ। ତାଙ୍କ ଭିତରେ ଅସରନ୍ତି ଆହୁରି ଜିଜ୍ଞାସା ରହୁଛି, ଖାଲି କ'ଣ ଅନ୍ନମୟ ଜଗତ? ଏ ଅନ୍ନକୁ କିଏ ଧାରଣ କରିଛି? ଅନ୍ନକୁ କିଏ ପୋଷଣ କରୁଛି? ଅନ୍ନ କାହାଙ୍କ ଦ୍ୱାରା ଏଠି ତିଷ୍ଠିକି ରହିଛି? ଏହି ପ୍ରକାର ଏକ ଆଉ ଗୋଟେ ପ୍ରଶ୍ନ ଯେତେବେଳେ ନିଜ ଭିତରକୁ ଏ ଉତ୍ତର ସହିତ ଆଉ ଗୋଟେ ପ୍ରଶ୍ନ ଜାତ ହେଉଛି, ସେ ବାପା ପୁଣି ବାପାଙ୍କ ପାଖକୁ ଯାଇଛନ୍ତି, ବରୁଣଙ୍କ ପାଖକୁ, ଏବଂ ସେ କହୁଛନ୍ତି ହେ ଭଗବାନ, ଏଇଟା ମୋ ପାଇଁ ଯଥେଷ୍ଟ ନୁହେଁ, ମୋତେ ବ୍ରହ୍ମଙ୍କ ବିଷୟରେ ଆଉ କହନ୍ତୁ। ଅଧିହି ଭଗବୋ ବ୍ରହ୍ମେତି। ସେତେବେଳେ ବାପା ଦେଖୁଛନ୍ତି ତାଙ୍କ ଭିତରେ ଯେଉଁ ଅଗ୍ନି, ଜିଜ୍ଞାସାର ଅଗ୍ନି ଆଉ ହୁ ତୁ ଜଳୁଛି। ସେତେବେଳେ ସେ କହୁଛନ୍ତି ଯେ ତପସା ବ୍ରହ୍ମ ବିଜିଜ୍ଞାସସ୍ୱ। ସେଇ ତପସ୍ୟା ଦ୍ୱାରା ବ୍ରହ୍ମଙ୍କୁ ଜାଣି ହେବ ଏବଂ ତପ ହିଁ ବ୍ରହ୍ମ, ତପୋ ବ୍ରହ୍ମେତି। ଏବଂ ତପ ହିଁ ତ ବ୍ରହ୍ମ। ତପ ହିଁ ସେ ଗୋଟେ ଭେହିକିଲ୍, ଗୋଟେ ଯାନ, ସେ ତୁମକୁ ସେ ବ୍ରହ୍ମଙ୍କ ପାଖକୁ ନେଇଯିବ। ଗୀତାରେ 3ଟି ଯାନର କଥା କୁହାଯାଇଛି ଯେ এই 3ଟି କାର୍ଯ୍ୟ ମଣିଷକୁ ସେ ବ୍ରହ୍ମଙ୍କ ଆଡ଼କୁ ନେଇଯାଏ। ଗୋଟେ ହେଉଛି ତପ, ଗୋଟେ ହେଉଛି ଯଜ୍ଞ, ଆଉ ଗୋଟେ ହେଉଛି ଦାନ। ଏ ସମ୍ପର୍କରେ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିପାରିବା ଯେ ତପ
ଏବଂ ଯଜ୍ଞ ଏବଂ ଦାନ କି ପ୍ରକାର ହେଇଥିଲେ ସେ ଏ ଜୀବନକୁ, ଏ ଭୌତିକ ଜୀବନକୁ ସେହି ପାରମାର୍ଥିକ ଜୀବନ ସହିତ ମିଶାଇ ଦେଇପାରେ, ସେ ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରିପାରିବା। ଏବଂ ସେ କହୁଛନ୍ତି ଏ କଥା କହିସାରିଲା ପରେ ଯେ ହିଁ ତପସ୍ୟା ହିଁ ବ୍ରହ୍ମ, ସେ ପୁଣି ସେ ତପସ୍ୟା ଭିତରକୁ ପଡ଼ିଗଲେ ଏବଂ ଶାନ୍ତ ହୋଇଗଲେ। ସେତେବେଳେ ପୁଣି ଆଉ ଗୋଟେ ଜ୍ଞାନର ଆଉ ଗୋଟେ ପାଖୁଡ଼ା ତାଙ୍କର ମାନେ ମୁକୁଳିଗଲା ଏବଂ ତାଙ୍କ ମୁହଁରୁ ପୁଣି ସେ ଉଚ୍ଚାରିତ ହେଲା, ପ୍ରାଣୋ ବ୍ରହ୍ମେତି ବିଜାନାତ୍। ପ୍ରାଣ ହିଁ ବ୍ରହ୍ମ। এই ପ୍ରାଣ ଶକ୍ତି ରୂପରେ ଆମ ଭିତରେ ରହିଛି। ଖାଲି ଆମେ ଗତ ଥର ଆଲୋଚନା କରିଥିଲୁ ଯେ କେବଳ ଏଇ ପ୍ରାଣ ବାୟୁ, এই ନିଶ୍ୱାସ ପ୍ରଶ୍ୱାସ କେବଳ ପ୍ରାଣ ନୁହଁ, ଏ ଜୀବନୀ ଶକ୍ତି ମଧ୍ୟ ଏକ ପ୍ରାଣ। ସର୍ବାୟୁ ସମ୍ପ୍ରାଣ ଆମେ ପୂର୍ବରୁ ପଢ଼ିଥିଲୁ, ଯିଏ ଆମକୁ ବଞ୍ଚେଇ ରଖିଛି। ଆଉ ଅନେକ ଜୀବ ଅଛନ୍ତି ବିଶ୍ୱରେ, ପୃଥିବୀରେ, ଯେଉଁମାନେ ବାୟୁ ନ ନେଇକରି ମଧ୍ୟ ଜୀବନ ବଞ୍ଚିପାରନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ କେବଳ ବାୟୁ କେବଳ ଜୀବନ ନୁହଁ, ବାୟୁ ଏକ ଜୀବନର କାରକ। କିନ୍ତୁ ବାୟୁ ବ୍ୟତୀତ ଗୋଟେ ଆୟୁଷ ଶକ୍ତି, ଗୋଟେ ଅଗ୍ନି ନିଜ ଭିତରେ, ପ୍ରତ୍ୟେକ ଭିତରେ ରହିଛି। ସେ ଅଗ୍ନି ହିଁ ସେ ପ୍ରାଣ ରୂପରେ ବିଦ୍ୟମାନ ଅଛନ୍ତି। ତେଣୁ ସେ ହିଁ ବ୍ରହ୍ମେତି। ଆଉ ସେଇ ଅଗ୍ନିରୁ ସବୁକିଛି ଜାତ ହେଇଛନ୍ତି। ପ୍ରାଣଦେବ ଖଲୁମାନି ଭୂତାନି ଜାୟନ୍ତେ ପ୍ରାଣେନ ଜାତାନି ଜୀବନ୍ତି। ସେ ପ୍ରାଣ ଭିତରକୁ, ଏ ପ୍ରାଣରୁ ସମସ୍ତେ ଜାତ ହେଇଛନ୍ତି। ଏ ପ୍ରାଣ ଭିତରେ ପୁଣି ସମସ୍ତେ ସମ୍ବିଶନ୍ତି, ପ୍ରବେଶ କରିଯାଆନ୍ତି। ଏ ଅନ୍ନର ଆତ୍ମା ହେଉଛନ୍ତି ସେ ପ୍ରାଣମୟ ପୁରୁଷ। ଏହି ପ୍ରକାର ଉତ୍ତର ଯେତେବେଳେ ତାଙ୍କ ଭିତରକୁ ଆସିଛି, ରୂପ ଗ୍ରହଣ କରିଛି, ଏଥିରେ ମଧ୍ୟ ଭୃଗୁ ସନ୍ତୁଷ୍ଟ ହୋଇନାହାନ୍ତି। ତାଙ୍କ ଭିତରେ ସେ ଜିଜ୍ଞାସାର ବହ୍ନିଶିଖା ପୁଣି ଆଉ କାହାକୁ ଖୋଜୁଛି। କାରଣ ସେ ଦେଖୁଛନ୍ତି এই ପ୍ରାଣ ଏବଂ ଅନ୍ନ ଏମାନେ ଅତି ଲିମିଟେଡ଼, ଅତି ସଂକୀର୍ଣ୍ଣ, ୟାର ସୀମାବଦ୍ଧ ଭିତରେ ସେ ରହୁଛି। କିନ୍ତୁ ପ୍ରାଣକୁ ଆଉ କିଏ ଶକ୍ତି ଗୋଟେ ଏ ପ୍ରାଣକୁ ପରିଚାଳିତ କରୁଛି ଏବଂ ପ୍ରାଣକୁ ନୂତନ ଦିଗଦର୍ଶନ ଦେଉଛି, ପ୍ରାଣକୁ ଗତି କରାଉଛି। ସିଏ ଗୋଟେ କିଏ ଅଛି ଆମ ଭିତରେ, ଏ ତାଙ୍କ ଭିତରେ ଏ ପ୍ରତ୍ୟୟଟି ମଧ୍ୟ ହେଉଛି। ଏବଂ ବିଶେଷ କରି ମନ କ୍ଷେତ୍ରରେ, ଏ ମନୁଷ୍ୟ କ୍ଷେତ୍ରରେ ପ୍ରାଣ କେବଳ ଯଥେଷ୍ଟ ନୁହେଁ। ପ୍ରାଣ ସିନା ଜୀବନକୁ ବଞ୍ଚେଇ ରଖିଛି, କିନ୍ତୁ ପ୍ରାଣ ପୁରୁଷଙ୍କ ଭିତରେ ଆଉ କିଏ ଜଣେ ଆତ୍ମା ରହିଛନ୍ତି, ଯିଏକି ଏ ପ୍ରାଣକୁ ଆଧାର କରି ସେ ଆହୁରି ଅନେକ କଥାକୁ ସେ କରିପାରୁଛନ୍ତି। ତା ଭିତରେ ଗୋଟେ ବିବେକ ରହୁଛି, ଗୋଟେ ବୁଦ୍ଧି ରହୁଛି, ଗୋଟେ ବିଚାର ରହୁଛି। ଏବଂ ବୁଦ୍ଧି, ବିଚାର, ଚିନ୍ତା, ସଂକଳ୍ପ, ଏସବୁ କଥା ତା ଭିତରେ ରହୁଛି, ଯେଉଁଟାକୁ ଏ ଜୀବନ ଅନ୍ନମୟ ପୁରୁଷକୁ ଏବଂ ପ୍ରାଣମୟ ପୁରୁଷକୁ ଆହୁରି ଗତିଶୀଳ କରେଇଛି, ପ୍ରାଣବନ୍ତ କରେଇଛି ଏବଂ ଶକ୍ତିଶାଳୀ କରିଛି। ଆଉ ସେଇ ଯେତେବେଳେ ମରିଯାଏ ବା ଶୁଖିଯାଏ, ପ୍ରାଣ ଥିଲେ ମଧ୍ୟ ସେ ଜୀବନଟା ଗୋଟେ ମୃତବୋଧ ହେଇକରି ପଡ଼ିଥାଏ। ଆଉ ସେ ହିଁ ତ ଅନୁସନ୍ଧାନ କରୁଛି ଏ ଜୀବନକୁ ଏବଂ ପୂର୍ଣ୍ଣତା ଆଡ଼କୁ ନେଇଯାଉଛି। ଏହି କଥା ଯେତେ ଭିତରକୁ ଆସିଛି ଯେ ପ୍ରାଣ ଯଥେଷ୍ଟ ନୁହେଁ, ପ୍ରାଣ ଭିତରେ ଆଉ ଆତ୍ମା ରୂପରେ ଆଉ କିଏ ଜଣେ ରହିଛନ୍ତି, ସେତେବେଳେ ବାପାଙ୍କ ପାଖକୁ ଯାଉଛନ୍ତି ଏବଂ କହୁଛନ୍ତି, ଅଧୀଭଗୋ ବ୍ରହ୍ମେତି, ହେ ଭଗବାନ, ମୋତେ ବ୍ରହ୍ମଙ୍କ ବିଷୟରେ କହନ୍ତୁ, ଏଇଟା ମୋ ପାଇଁ ଯଥେଷ୍ଟ ନୁହେଁ। ପୁଣି ତାଙ୍କୁ ସେଇ ଯେଉଁ କାରକ ତାଙ୍କୁ ଅନ୍ନ ବ୍ରହ୍ମ, ପ୍ରାଣ ବ୍ରହ୍ମ ବୋଲି ପ୍ରତ୍ୟକ୍ଷ କଲା, ସେହି କାରକ ମଧ୍ୟ ଆଉ ଗୋଟେ ପାହାଚ ନେଇଯିବ, ଅତିକ୍ରମ କରେଇ ନେବ। ତେଣୁ ସେ କହୁଛନ୍ତି, ବାପା, ଯେ ତପସା ବ୍ରହ୍ମ ବିଜିଜ୍ଞାସସ୍ଵ, ସେହି ତପଃ ଦ୍ୱାରା ତୁମେ ଆହୁରି ଅଧିକ ଜାଣିପାରିବ
କାହିଁକି ନା ତପୋ ବ୍ରହ୍ମେତି, ତପ ମଧ୍ୟ ବ୍ରହ୍ମ। ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ଜୀବନର ଛକ ଜାଗାରେ ଯେତେବେଳେ ମଣିଷ ଅତି ନମନୀୟ ହୋଇ ଗୁରୁଙ୍କ ପାଖକୁ ଯାଏ, ଗୁରୁଙ୍କୁ ପ୍ରଶ୍ନ କରେ, ଗୁରୁ ହିଁ ଯଥେଷ୍ଟ ଉତ୍ତର ଦିଅନ୍ତି ଏବଂ ଗୁରୁ ପୁଣି ବାପା ଉତ୍ତର ଦେଉଛନ୍ତି ଯେ ସେ ତପସ୍ୟା ବ୍ରହ୍ମ। ଏବଂ ଏ ଉତ୍ତର ଏବଂ ତାର ଯେଉଁ ଉତ୍ତର ପାଇଲା ପରେ ପୁଣି ସେ ଡୁବି ଯାଉଛନ୍ତି, ସେ ଚେତନାର ଗହ୍ୱର ଭିତରକୁ ପ୍ରବେଶ କରି ଯାଉଛନ୍ତି, ପୁଣି ତପସ୍ୟାରେ ମଗ୍ନ ହୋଇଯାଉଛନ୍ତି। ଏବଂ ପୁଣି ଏକ ଆଉ ଗୋଟେ ପାଖୁଡ଼ା ତାଙ୍କ ଭିତରୁ ସେ ଉନ୍ମୋଚିତ ହେଇଛି, ମୁକୁଳି ଯାଇଛି। ସେତେବେଳେ ସେ ଆଉ ଗୋଟେ ସ୍ତରକୁ ଉନ୍ନୀତ ହୋଇଯାଇଛନ୍ତି। ସେଇଟା ହେଉଛି ସେଇଠି ପଢ଼ିବା, ସେଇଟା ଅଛି ସେ ମନର ବ୍ରହ୍ମକୁ ସେ ପ୍ରାପ୍ତ କରିଛନ୍ତି। ସେଇଠି ଆମେ ଆଲୋଚନା କରିବା ଏ ଚତୁର୍ଥ ଅନୁବାକ। ମନୋ ବ୍ରହ୍ମେତି ବ୍ୟଜନାତ୍ ମନସୋ ହିବ ଖ୍ୟଲ୍ୟୁମାନି ଭୂତାନି ଜାୟନ୍ତେ ମନସା ଜାତାନି ଜୀବନ୍ତି ମନଃ ପ୍ରୟନ୍ତ ସଂବିଶନ୍ତୀତି ତତ୍ ବିଜ୍ଞାୟ ପୁନରେବ ବରୁଣଂ ପିତରମୁପସାର ଅଧିହି ଭଗବೋ ବ୍ରହ୍ମୋତି तं ହୋବାଚ ତପସା ବ୍ରହ୍ମ ବିଜିଜ୍ଞାସସ୍ୱ ତପୋ ବ୍ରହ୍ମେତି ସ ତପତପ୍ୟତ ସ ତପ୍ତସ୍ତପ୍ତ୍ୱା। ପୁଣି ସୁନ୍ଦର ଭାବରେ ଆଉ ଗୋଟେ ସ୍ତରକୁ ସେ ଅତିକ୍ରମ କରୁଛନ୍ତି, ପୁଣି ସେ ପ୍ରାପ୍ତ କରୁଛନ୍ତି, ଦେଖୁଛନ୍ତି ତାଙ୍କର ଦିବ୍ୟ ଚକ୍ଷୁରେ। ମନୋ ବ୍ରହ୍ମେତି ବ୍ୟଜନାତ୍, ମନ ହିଁ ବ୍ରହ୍ମ। ଏବଂ ମନସା ହେବ ଖଲ୍ୟୁମାନି ଭୂତାନି ଜାୟନ୍ତେ, ମନରୁ ହିଁ ସବୁ କିଛି, ଖଲ୍ୟୁମାନି ଭୂତାନି, ସବୁ ଜୀବମାନେ, ସମସ୍ତ ଜୀବ ଜାୟନ୍ତେ, ଜନ୍ମ ହୋଇଛନ୍ତି, ଉତ୍ପନ୍ନ ହୋଇଛନ୍ତି। ମନସା ଜାତାନି ଜୀବନ୍ତି, ପୁଣି ଯେତେବେଳେ ଜୀବନ୍ତି, ଏହି ମନ ଦ୍ୱାରା ସମସ୍ତ ଜଗତ ଜୀବନ୍ତି, ଅର୍ଥାତ୍ ଜୀବିତ ହୋଇକି ରହିଛନ୍ତି। ଯେତେବେଳେ ମନ ଶୁଖିଯାଏ, ମନ ମରିଯାଏ, ସେ ବଞ୍ଚି ଥାଉ ଥାଉ ସେ ମରିଯାଏ। ତା ଭିତରେ ଜିଜ୍ଞାସା ପଳେଇଯାଏ, ସେ ବଞ୍ଚି ଥାଉ ଥାଉ ମରିଯାଇଥାଏ। କାହିଁକିନା ଖାଇ ପିଇ ସୁନ୍ଦର ଶୈୟ ଧାରଣ କରି ସେ ଜୀବନକୁ ଶ୍ରେୟ ବୋଲି ଆଉ ମାନେନି। ତେଣୁ ମନ ହିଁ ତା ଜୀବନର ଶକ୍ତି ରୂପରେ ସେ କହୁଛନ୍ତି, ମନ ହିଁ ତାକୁ ବଞ୍ଚେଇ ରଖିଛି, ତାକୁ ଜୀବିତ କରି ରଖିଛି। ମନୋ ପ୍ରୟନ୍ତ ସଂବିଶନ୍ତୀତି, ଯେତେବେଳେ ଏ ଶରୀର ମରିଯାଏ, ଶୁଖି ଶୁଖିଯାଏ ଏବଂ ପ୍ରାଣ ମଧ୍ୟ ବିସର୍ଜିତ ହୋଇଯାଏ, ସେତେବେଳେ ଏ ଜୀବନୀ ଶକ୍ତି ସେ ମନ ଭିତରକୁ ପଳେଇଯାଏ, ମନରେ ଲୀନ ହୋଇଯାଆନ୍ତି। ତାପରେ ସେଇ ମନ ଭିତରେ ପ୍ରବେଶ କରି ସେ ଜୀବନୀ ଶକ୍ତି ମନ ହିଁ ହେଇଯାଏ। ପ୍ରଶ୍ନ ଉପନିଷଦରେ ଅଛି, ସୁନ୍ଦର ଭାବରେ ପ୍ରଶ୍ନ ହେଇଛି ଯେ କି ମଣିଷ ଯେତେବେଳେ ଶୋଇଯାଏ, କିଏ ପ୍ରକୃତରେ ଶୋଇଯାଏ ଏବଂ ମଣିଷ ଭିତରେ କିଏ ଶୋଇ ନଥାଇକି ଜାଗ୍ରତ ହୋଇକରି ଥାଏ, କିଏ ସ୍ୱପ୍ନ ଦେଖେ? ଏମିତି ଗୋଟେ ପ୍ରଶ୍ନ ଅଛି, ଏମିତି ପ୍ରଶ୍ନ ଉପନିଷଦରେ। ସେତେବେଳେ ସୁନ୍ଦର ଭାବରେ କହୁଛନ୍ତି, ମନ କେବେ ଶୁଏନି, ମନ ଜାଗ୍ରତ ଥାଏ, ଇନ୍ଦ୍ରିୟ ମାନେ ଶୋଇଯାଆନ୍ତି। ଆଉ ମନ ଏକ ସ୍ଥୂଳ ଚେତନାରୁ ଗୋଟେ ସୂକ୍ଷ୍ମ ଚେତନାକୁ ପ୍ରବେଶ କରିଯାଏ ଏବଂ ସେ ମନ ମାଧ୍ୟମ ଦେଇ ମନର ଗୋଟେ ସ୍ଥୂଳ ଜଗତ ଭିତରକୁ ସେ ପ୍ରବେଶ କରେ। କିଛି ମନର ଅନେକ ବିଭାଗ ତାର ଘଟିଯାଏ। ସେ ସ୍ଥୂଳ ଜଗତରୁ କିଛି ସ୍ୱପ୍ନକୁ ସାଉଁଟି ନିଏ, ସ୍ୱପ୍ନମୟ ଜଗତକୁ ପୁଣି ପଶିଯାଏ। ପୁଣି
सबकनसियसनेस स्टेज को मध्य भी से पलि जाए। अनेक शक्तिशाली जिनिस को लेकर सी शरीर भितर प्रवेश करे। केतरे से मन पुणी विपथगामी हो जाए स्वप्न अवस्था रातिर शोई भल मनीषटा सका बेला राति पाइला ताकू ज्वर होती पेट गुड़गुड़ करुच्ची अलसुआ लगुच अर्थात मन से संग्राम करूला कौन गोटे अपशक्ति चेतना सहित बेले बेले शुईगला राति पाइला बेलू देहटा के फूर्ति लगुच से मन स्वप्नमय अवस्थार गोटे उच्चतर भूमि को यात्रा करिथिला। तेणु मन प्रकृत एक जीवन को गोटे भिन्न स्तर को नहीं जाए एवं से कहते जीवनी शक्ति भितर मन आत्मा रूप रही से ही ये जगत ये जीवन को जन्म देइछि से ही जीवन को परिचालित करुछि एवं मनीष मृत्यु परे से मन भितर संविशन्ति प्रयंतः भी संविशन्ति से मरी जाए से पुणी से मन भितर लीन हो जाती तत् विज्ञाय यही कथा तांकर प्रत्यक्ष होछि। यही कथा जानी सारला परे एथिरे से संतुष्ट हो जाई नाहांती जे मन ब्रह्म संतुष्ट न होइकरी पुणी से आहुरी जे मन भितर आउ कि जने रहिछंती ये मनमय पुरुषर आत्मा रूप रहिछंती से मन ठारू आहुरी ऊर्ध्व जे कि क्रिएट्रिक्स से निश्चित मन ठारू ऊर्ध्व। तेणु से यही प्रश्न रे से आउ अटकी जाई नाहांती पुणी पुनरेव पितरं मुपससार से पुनश्च से बापा वरुणଙ୍କ पाखको से एका उत्तर नहीं के जाउछंती अधि भगवो ब्रह्मेति हे भगवान आपण ब्रह्मଙ୍କ विषय मते कहंतु। सेतेबेले जहाँ प्राप्त करुछंती आसी पिता को जनाउछंती। प्रथम अन्न को प्राप्त कले जे अन्न ब्रह्म बोली पिता अन्न कहीं ब्रह्म बोली से पिता को ऊपर विस्तृत भाव में वर्णना करिछंती। पुणी प्राण कहीं ब्रह्म एक कथा केवल पिता आगे सुंदर भाव में वर्णना करुछंती कारण आखि आगे स्पष्ट भाव में सबक देखा जाउछि प्राणर समस्त भूमि को। सेमिति जेतले से तपस्या द्वारा से मनोब्रह्म बोली से प्राप्त करुछंती मनर जावतीय भूमि मनर गोटे सचेतनतार भूमि गोटे अचेतनतार भूमि मनर स्वप्नमय अवस्थार भूमि मनर गोटे उच्चतर अवस्थार भूमि ये सबू किछि भूमि को से संपूर्ण भाव में वर्णना करिछंती ताको आखि आगे समस्त किछि धरा देइछंती तांकर चेतना आगे सेतेबेले से संतुष्ट होई नाहांती से पुणी कहउछंती अधिहि भगवो ब्रह्मेति हे भगवान आपण ब्रह्मଙ୍କ विषय कहंतु। तांका भीतर से जिज्ञासा सेतिकरे संतुष्ट ना से निर्वापित ही नहीं सेतेबेले पिता देखुचंती तांका भीतर ही उज्जवलमय ज्ञानर ऊर्जा को सेतेबेले से कहउचंती तपसा ब्रह्म विजिज्ञासस्व जे जान तुमको मनोब्रह्म पर्यंत नहीं गला से तपस्या से तुमको जनईदेला जे यही होचंती ब्रह्म। तेणु से विजिज्ञासस्व तुम्हें ये तपस्या को माध्यम करी तुम्हें से जानी पारिबो से ब्रह्म किए कहीं तपो ब्रह्मेति तप ही ब्रह्म प्रत्येक स्तर से कहते तप ही ब्रह्म सो तप तप्यत। एक कथा शुणी सारा पर पुणी से निमग्न हो गले तपस्या भीतर को एवं से अति मनर अति गह्वर भीतर को प्रवेश करिगले एवं तपस्या करने को लगिले। तपस्या करने को लगिक पुणी पुणी आउ गोटे ज्ञानर आउ गोटे पाखुड़ा तांका भीतर मुकुली गला
ଏବଂ ସେ ମଧ୍ୟ ଆଉ ଗୋଟେ ତପସ୍ୟାର ଭୂମିରେ ସେ ପ୍ରବେଶ କରୁଛନ୍ତି। ଆମେ ମନ ସମ୍ପର୍କରେ ଅନେକ କଥା ଆଲୋଚନା କରିପାରିବା ଯେ ମନ କାହିଁକି ବ୍ରହ୍ମେତି। ଆମର ଏଇ ସ୍ଥୂଳ ଜୀବନ ଭିତରେ ଶ୍ରୀ ଅରବିନ୍ଦ ମନକୁ ନେଇକରି, ମନର ତପସ୍ୟାକୁ ନେଇକରି ଅନେକ କଥା କହିଛନ୍ତି ଯେ ମନ କେମିତି ଜ୍ଞାନର ଆଧାର ହୁଏ ଏବଂ ମନର ଉଚ୍ଚତର ଭୂମିରେ ଯେ ଇଣ୍ଟେଲିଜେନ୍ସି ରହିଛି, ସେ ଇଣ୍ଟେଲିଜେନ୍ସ ହିଁ ସେ ଜ୍ଞାନକୁ ଆହ୍ୱାନ କରିବାରେ ସେ କାରକ ରୂପରେ ଥାଏ। କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥୂଳ ଇଣ୍ଟେଲିଜେନ୍ସି ରହିଛି, ଯିଏକି ଏ ଜୀବନର ଡ୍ରାଇଭର ହେଇକି ରହିଛି, ସେ ଯେତେ ପର୍ଯ୍ୟନ୍ତ ସେଇ ଶୁଦ୍ଧ ବୁଦ୍ଧି ବା ଯୁକ୍ତ ବୁଦ୍ଧି, ବ୍ୟବସାୟକାତ୍ମକା ବୁଦ୍ଧି ବୋଲି ଗୀତାରେ ବର୍ଣ୍ଣନା କରାଯାଇଛି, ସେ ଆଲୋକିତ ନ ହେଇଛି, ଅର୍ଥାତ୍ ନିଶ୍ଚିତ ବୁଦ୍ଧି ଯେତେବେଳେ ପର୍ଯ୍ୟନ୍ତ ଜୀବନକୁ ପରିଚାଳିତ ନ କରିପାରିଛି, ସେତେବେଳେ ମନ ସେଇ ଗୋଟେ ଦୁର୍ବଳ ମନ, ଗୋଟେ ରୁଗ୍ଣ ମନ ହେଇକରି ରହିଛି। ସେ ଜ୍ଞାନ ଦ୍ୱାରା ନିଜକୁ ପରିଚାଳିତ କରିପାରୁନାହିଁ। ତେଣୁ ମନ ହିଁ ସେଇ ଜ୍ଞାନକୁ ଆହ୍ୱାନ କରିପାରିବ, ସେଇ ଆଧାର ହେଇପାରିବ। ଯେତେବେଳେ ପର୍ଯ୍ୟନ୍ତ ମନ ନିଜେ ରାଜା ହେଇକରି ବସିବ, ସେତେ ପର୍ଯ୍ୟନ୍ତ ସେ କରିପାରିବ ନାହିଁ। କିନ୍ତୁ ବର୍ତ୍ତମାନ ମନକୁ ତ ଆଉ କିଏ ପରିଚାଳିତ କରୁଛି? ମୁଣ୍ଡକ ଉପନିଷଦରେ ସୁନ୍ଦର ବର୍ଣ୍ଣନା ଅଛି, ମନ ପ୍ରାଣ ଶୈରସ୍ୟ ନେତା। ଏ ମନ ହିଁ ପ୍ରାଣ ଶୈରର ନେତା। ସେ ହିଁ ଏ ମନ, ପ୍ରାଣ ଏବଂ ଅନ୍ନକୁ ବା ଶୈରକୁ ସେ ହିଁ ପରିଚାଳିତ କରିବ ଏବଂ ସେ ତାହାରି ନିର୍ଦ୍ଦେଶରେ ଏ ପ୍ରାଣ ଏବଂ ଶରୀର ଏମାନେ ପରିଚାଳିତ ହେବେ। ସେତେବେଳେ ଯାଇକିରି ମନର ଯେଉଁ ପ୍ରଭୁତ୍ୱ ବା ମନର ଯେଉଁ ଗୋଟେ ଶାସନ କରିବାର କ୍ଷମତା, ପ୍ରାଣକୁ ତିଆରି କରିବାର କ୍ଷମତା, ଶରୀରକୁ ତିଆରି କରିବାର କ୍ଷମତା ସେ ଲାଭ କରିବ। ଯଦି ମନ ସେଇ ଶୁଦ୍ଧ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ହେବ। କାରଣ ମନ ପାଖରେ ସେଇ ଶୁଦ୍ଧ ଇଣ୍ଟେଲିଜେନ୍ସଟା ହିଁ ତା ଭିତରେ ଅଧିକ ମାତ୍ରାରେ କ୍ରିୟାଶୀଳ ହେଇପାରିବ। ଆଉ ତାପରେ ସେ ଆଉ ଗୋଟେ ସ୍ତରକୁ ଯିବା ପାଇଁ, କାରଣ ମନର ଆଉ ଗୋଟେ ଭୂମି ରହିଛି, ସେଆଡ଼ୁ ସେ ସୃଷ୍ଟି କରେ। ସେ ନୂତନ ନୂତନ ଗୋଟେ ସର୍ଜନାତ୍ମକ କ୍ରିୟା ତାର ରହିଛି। ସେ ସର୍ଜନାତ୍ମକ କ୍ରିୟାର ଧାରା ଭିତରକୁ ସେ ପ୍ରବେଶ କରେ। ମଣିଷ କେବେ ବି ଗୋଟେ ଖାଇ ପିଇକି ଧୀରେ ବସିପାରିବନି। କିଛି ନାହିଁ, ଭଲ ହଉ ଖରାପ ହଉ, କିଛି ସୃଷ୍ଟି କରିବାକୁ ଚାହିଁବ। ତେଣୁ ସୃଷ୍ଟି ହିଁ ତାର ମୂଳର ଆଧାର। କିଛି ଯଦି ସୃଷ୍ଟି କରି ନ ପାରୁଛି, ତାହେଲେ ତାକୁ ଭଲ ଲାଗେନି। ତେଣୁ ମନ କିଛି ନା କିଛି ସୃଷ୍ଟି କରିବ, କିଛି ଗଢ଼ିବ, କିଛି ଭାଙ୍ଗିବ। ତେଣୁ ଏଇ ଭଙ୍ଗା ଗଢ଼ା କାମ ମନ କରେ, କିନ୍ତୁ ମନ ପ୍ରକୃତରେ ଜାଣେନି ଯେ କ'ଣ ସୃଷ୍ଟି ହେବା ଉଚିତ। ସେଇଥିପାଇଁ ମନର ଭୂମିରେ ହିଁ ଯୁଦ୍ଧ ଚାଲିଛି। ପୁଟିନ କହୁଛି ତାକୁ ଅଧିକାର କରିବି, ଇଏ କହୁଛି ମୁଁ ତୋତେ ସରେଣ୍ଡର କରିବିନି, ବରଂ ମରିଯିବି। ତା ଆଗରେ ଧନ ଜୀବନର କିଛି ମୂଲ୍ୟ ନାହିଁ। ଦୁଇଟି ମନ, ଦୁଇଟି ଗୋଟେ ଅହଙ୍କାରୀ ମନର ଲଢ଼େଇ ଭିତରେ ସବୁକିଛି ଧ୍ୱଂସ ପାଇଯାଉଛି। କାରଣ ସୃଷ୍ଟିର ଯେଉଁ ଆଧାର ତାଙ୍କ ପାଖରେ ନାହିଁ। ସେଥିପାଇଁ ବା ସେଇ ଆଧାର ଭିତରେ ସେମାନେ ଜୀବନ ବଞ୍ଚୁନାହାନ୍ତି ବୋଲି ସେ ଗୋଟେ ତାଙ୍କ ଭିତରେ ଗୋଟେ ନୂତନ ସର୍ଜନାର କିଛି ଭୂମିଟି ଦେଖି ହେଉନାହିଁ। କେବଳ ଜିଦ୍ ଅହଙ୍କାର ତାଙ୍କ ଭିତରେ ବଳବତ୍ତର ହେଇକି ରହୁଛି। ତେଣୁ ମନର ଭୂମିରେ ମନ ଯେତେ ପର୍ଯ୍ୟନ୍ତ ଶୁଦ୍ଧ ହେଇନାହିଁ ବା ଇଣ୍ଟେଲିଜେନ୍ସ ଯେତେ ପର୍ଯ୍ୟନ୍ତ ସେଇ ଜ୍ଞାନକୁ, ପରାଜ୍ଞାନକୁ, ଯେ କ୍ରିଏଟ୍ରିକ୍ସ ନଲେଜକୁ ଯେତେ ବାଟ ଛାଡ଼ି ନାହିଁ, ସେତେ ପର୍ଯ୍ୟନ୍ତ ସିଏ ଆସିପାରିବେ ନାହିଁ। ସେଥିପାଇଁ ଦରକାର ତପସ୍ୟା। ଯେମିତି ଭୃଗୁ ତପସ୍ୟା କରିକିରି ଆଉ ଗୋଟେ ସ୍ତରକୁ ଯାତ୍ରା କରୁଛନ୍ତି, ସେଇ ହିଁ ଯେତେବେଳେ ଆସିବେ, ପୁଣି ମନମୟ ପୁରୁଷ ଭିତରେ ଆତ୍ମା ରୂପରେ ସେ ଆସି ମନକୁ ପରିଚାଳିତ କରିବେ। ଆମେ ମନ ବ୍ରହ୍ମେତି ଏହି ସମ୍ପର୍କରେ ଆଉ ଟିକେ ପରସ୍ପର ଯିଏ ଯାହା ଜାଣିଥିବା ଆଲୋଚନା କରିବା। ଆଉ
ରବ ଭାଇ ନାହିଁ, ବର୍ତ୍ତମାନ ବିନୋଦ ଭାଇ ଆପଣ ଆଲୋଚନା ଆରମ୍ଭ କରନ୍ତୁ। ଭାଇ ନମସ୍କାର, ସମସ୍ତଙ୍କୁ ମୋର ପ୍ରଣାମ।